ସବୁଠାରୁ ପ୍ରିୟ ହେଉଛି ଆମର ଏଇ ଥୋପା କନିଅରି। ଆଉ ଥୋପା କନିଅରିଟା ଡାଳରୁ ମୁଁ ଏଇଟା ଲଗେଇଥିନି, ଏଇଟା ଜାଣିଛି ବି ମଧ୍ୟ ଆରାମସେ ଏଇଟା ଡାଳରୁ ଲାଗିଯିବ। କିନ୍ତୁ ଯେତେବେଳେ ବି ମୁଁ ୟାକୁ ପ୍ରନିଂ କରେ, ହାର୍ଡ଼ ପ୍ରନିଂ ଏଇ ଗଛକୁ ନା ଫୁଲ ସରିଲା ପରେ, ତ ସେତେବେଳେ ଡାଳ ଲଗେଇବା ପାଇଁ ଇଚ୍ଛା ଥିଲେ ବି ମଧ୍ୟ ମୁଁ ଲଗେଇ ପାରେନି, କାହିଁକିନା ସେତେବେଳେ ମୁଁ ଜାଣିପାରେନି ହିଁ କେଉଁଟା କେଉଁ ଫୁଲ କେଉଁ ଗଛ, କାହିଁକିନା ସେତେବେଳେ ହେଉଛି ସବୁ ଫୁଲ ସରିଯାଇଥାଏ ନା, ମୁଁ ଚିହ୍ନିବା ମୋତେ ଟିକେ କଷ୍ଟ ହେଇଯାଏ। ଆଉ ସେଥିପାଇଁକା ମୋର ଯେତେବେଳେ ବି ଡାଳ କିଛି ଲଗେଇମି, ମୁଁ ସବୁ ବାଇଗଣୀ ରଙ୍ଗର ହେଇଯାଏ, କେଉଁଟା ନାଲି ରଙ୍ଗର ହେଇଯାଏ। ସେଇଥିପାଇଁ ମୁଁ ଏଥର ଭାବିଲି ଫୁଲ ଫୁଟୁଥିବା ସମୟରେ ହିଁ ଗଛଟାକୁ ଚିହ୍ନିମି, ଆଉ ସେଇ ଗଛର ଡାଳ କିଛି କାଟିକି ଲଗେଇମି। ତ ଏବେ ତ ସବୁ ଡାଳର କେନାରେ ହେଉଛି ମୋର କଢ଼ ଅଛି ଥୋପା କନିଅରିର, କିନ୍ତୁ କିଛିଟା ନୂଆ ଯେଉଁ କୁଆଁ ବାହାରୁଥିଲା ନା, ଗୋଟେ ଅଲଗା ସାଇଡ଼୍ରେ ଯେଉଁ ଡାଳଟା ଯାଇଥିଲା, ତ ସେଇ ଡାଳରେ ଦେଖିଲି ବଢ଼ିଆ ସେ ହେଉଛି କୁଆଁ ବାହାରୁଛି, ଆଉ ସେଥିରେ କଢ଼ ବି ନାହିଁ। ତ ଭାରି ଖୁସି ହେଇଗଲି, ଆଉ ସାଙ୍ଗେ ସାଙ୍ଗେ ଡାଳ 2ରୁ 3ଟା କାଟି ଆଣିଲି। ଆଉ ଏଇଟା ଟିକେ ହେଉଛି କଅଁଳିଆ ଡାଳ ହେଲେ ଚଳିବ, କିନ୍ତୁ ଗଣ୍ଠି ଜାଗା ଦେଖିକି କାଟିଲେ ବହୁତ ଭଲସେ ଏଇଟା ଲାଗିଥାଏ। ସେଥିପାଇଁକା ଗଣ୍ଠି ଜାଗା ଦେଖି ମୁଁ କାଟି ଆଣିଛି। ଆଉ ଏଇଟା ହେଉଛି ମୁଁ ଥର୍ମୋକୋଲ୍ ପେଟିରେ ଲଗେଇବି, ଆଉ ସେଇଟା ଗୋଟେ ଅଲଗା ସାଇଡ଼୍ରେ, ଯେମିତି ଠିକ୍ସେ ଜାଣି ହେବ, ଆଉ ଏଥିରୁ ମୋତେ 2ଟା 3ଟା ଗଛ ବି ମିଳିଯିବ। କାହିଁକିନା ଥୋପା କନିଅରିଟା ଟିକେ ଡେରିରେ ଫୁଟୁ ପଛକେ, କିନ୍ତୁ ବହୁତ ଭଲ ଲାଗେ ଏଇ ଫୁଲଟା। ଦେଖିବାକୁ ଯେମିତି ସୁନ୍ଦର ଲାଗେ ନା, ଫୁଲ ଗୁଡ଼ାକ ବଡ଼ ବଡ଼ ବି ହୁଏ। ସେଇଥିପାଇଁକା ଏଥରକ ଭାବିଛି ୟାର 3ରୁ 4ଟା ଗଛ ହେଇଯିବ।